जय श्रीराम जय श्रीराम जय श्रीराम। प्रिय श्रोता बंधु, भक्ति मार्ग तरफ आपण मानक मोर स्वागत। आपण माने श्रवण करुछंती सही महान पौराणिक ग्रंथ रामायण अंश विशेष संत कवि तुलसीदासଙ୍କ विरचित श्री रामचरितमानस। स्वयं परम ब्रह्म परम पुरुष निराकार आद्य सनातन श्रीरामंकर लीलाखेला ओ गुणगारिमा उपरे आधारित श्रीरामचरित आम्भे माने वर्तमान अयोध्या कांडर उपस्थित अच्छु। पूर्व अध्याय आपण माने श्रवण करथिले मंथरा कथारे कैकेयी संपूर्ण वशीभूत होईछि ओ तांक कथारे जाई गोप भवन रे निज शरीर अलंकार त्याग करी गोपर सबु प्रकार भूषण धारण करी शयनरत अछि। एपर्यंत आपण माने श्रवण करथिले। आसंतु आगकु दिबा आउ कोन हेउछि संपूर्ण रूपे श्रवण करिबा। नारायणं नमस्कृत्यं नरो चैवं नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिजद्रुपातमहं वन्दे परमानन्द माधव परमानन्द माधव परमानन्द माधव। प्रमुदित पुरा नर नारी सब जय सुमङ्गलचार एक प्रविशहि एक निर्गमहि वीर भूपदरबार। अत्यंत आनंदित होई नगरर नर नारी शुभंकर मंगल उत्सव आयोजन करुथांती। किए भीतर को जाउथाए तो किए बाहर को आसुथाए। राजद्वार रे भीड़ लगी थाए। बाल सखा सुनी हर साही मिली 10 5 राम पही जाई। प्रभु अदरही प्रेम पही जानी पुछही कुशल खेम मृदुबानी। श्रीरामंकर बाल्य सखा माने राजतिलक समाचार शुणी अपार आनंद लाभ करुछन्ति। सेमानंकर दल दल होई आसी श्रीरामंकु भेटुछन्ति। सेमानंकर प्रेम जानी प्रभु सेमानंकु आदर करी कोमल कंठरे कुशल समाचार पचारुछन्ति। हिराही भावन प्रिय आयसुबाई करत परस पर राम घोड़ाई। कोरा घुबीर सरिस संसारा सिलुसने हुनी बाहनी निहारा। प्रिय सखा श्रीरामଙ୍କ आज्ञा पाई सेमाने परस्पर मध्यरे प्रभुଙ୍କର महिमा कुहाकुही होई एवं कहतांती संसार रे श्री रघुनाथଙ୍କ परी उदारचित ओ स्नेहशील आउ किए अछि। जेहि जेहि जोनि कर्म बस भ्रमहि तहि तहि सुदेव हमहि। सेवक हम स्वामी सियनाहु होउ न तय वर निबाहु। भगवान आमर एतिकी करंतु जे आपण कर्मवश होई आमे ओ जे कौनसी जोनि रे जन्म नेउना काहिंकी ସେହି ଯୋନିରେ ଆମେ ସେବକ ହେଉ ଓ ସୀତାପତି ଶ୍ରୀରାମ ଆମର ସ୍ୱାମୀ ହୁଅନ୍ତୁ ଏବଂ ଶେଷ କାଳ ପର୍ଯ୍ୟନ୍ତ ଆମର ଏହି ସମ୍ବନ୍ଧ ଅତୁଟ ରହୁ। ହସ ଭିଳାସୁ ନଗର ସବ କାହୁ କୈକେୟ ସୁତା ହୃଦୟ नगर रे समस्तंकर एही गोटिए
ତାଙ୍କର କଥାରେ ଚଳିଲେ ମନୁଷ୍ୟ କୌଣସି ବିବେକ ଜ୍ଞାନ ରହିଲେ। ସାଞ୍ଝ ସମୟ ସାନନ୍ଦ ନୃପୁ ଗାୟଉ କୈକେୟୀ ଗେହ ଗୌନୁ ନିଘୁରତ ନିକଟ ପ୍ରିୟ ଜନୁ ଧରି ଦେହ ସ୍ନେହ। ସନ୍ଧ୍ୟା ସମୟରେ ରାଜା ଦଶରଥ ଅତ୍ୟନ୍ତ ଆନନ୍ଦର ସହିତ କୈକେୟୀଙ୍କ ପୁରକୁ ଚାଲିଲେ। ଜାଣନ୍ତି ସାକ୍ଷାତ୍ ସ୍ନେହ ହିଁ ଶରୀର ଧାରଣ କରି ନିଷ୍ଠୁରତା ପାଖକୁ ଚାଲିଲା। କୋପ ଭାବନା ଶୁନି ସକୁଚେ ଉରାଉ ଭୟ ବଶ ଗହୁଡ଼ ପରହୀନ ପାଉ ସୁରପତି ବସଇବା ବଲ ଜାଗେ ନରପତି ସକାଲର ହୋଇ ସୁଖ ତାକେ। ଗୋପ ଭବନର ନାଁ ଶୁଣିଦେବା ମାତ୍ରେ ରାଜା ଶଙ୍କିତ ହୋଇଗଲେ। ଭୟ ହେତୁ ତାଙ୍କ ପାଦ ଆଗକୁ ବଢ଼ିଲା ନାହିଁ। ସ୍ୱୟଂ ଦେବରାଜ ଇନ୍ଦ୍ର ଯାହାଙ୍କର ବାହୁବଳ ଆଶ୍ରୟରେ ରାକ୍ଷସମାନଙ୍କୁ ଭୟ ନ କରି ନିବାସ କରନ୍ତି ଏବଂ ସକଳ ରାଜା ଯାହାଙ୍କର ମନୋଭାବକୁ ଅର୍ଥାତ୍ ଇଚ୍ଛା କ'ଣ ଜାଣିବାକୁ ଅପେକ୍ଷା କରି ରହିଥାନ୍ତି। ଶୋଷୁନୀତି ଅରିଷ ଗୟଉ ସୁଖାଇ ଦେଖଉ କାମ ପ୍ରତାପ ବଢ଼ାଇ ସୁଲକୁଲି ଶଶି ଅଗୌନ ନିହାରେ ରଥିନାଥ ସୁମନର ସମାରେ। ସେହି ରାଜା ଦଶରଥ ସ୍ତ୍ରୀର କ୍ରୋଧ ଶୁଣି ଭୟରେ ମ୍ଳାନ ହୋଇଗଲେ। କାମଦେବଙ୍କର ପ୍ରତାପ ଓ ମହିମା କି ପ୍ରବଳ ଦେଖନ୍ତୁ। ଯେଉଁ ରାଜା ନିଜ ଅଙ୍ଗରେ ତ୍ରିଶୂଳ ବଜ୍ର ଓ ଖଡ଼୍ଗ ଆଦିର ଆଘାତ ସହିପାରନ୍ତି, ସେ ଆଜି ରତିନାଥ କାମଦେବଙ୍କର ପୁଷ୍ପବାଣରେ ବିଦ୍ଧ ହୋଇଗଲେ। ସଭୟନରେ ସୁପ୍ରିୟ ପହିଁ ଗୟଉ ଦେଖି ଦଶାଦାଉ ଦାରୁଣ ଭୟଉ ଭୂମି ଶୟନ ପଟୁ ମୋଟ ପୁରାଣ ଦିଏ ଡାରି ଧନ ଭୂଷଣ ନାନା। ରାଜା ଡରି ଡରି ପ୍ରାଣପ୍ରିୟା କୈକେୟୀଙ୍କ ନିକଟକୁ ଗଲେ। ରାଣୀଙ୍କ ଦଶା ଦେଖି ତାକୁ ବଡ଼ ଦୁଃଖ ଲାଗିଲା। କୈକେୟୀ ଭୂଇଁରେ ଶୋଇଥାନ୍ତି ଏବଂ ପିନ୍ଧିଥାନ୍ତି ଖଣ୍ଡିଏ ପୁରୁଣା ମୋଟା ଲୁଗା। ଦେହରୁ ବିଭିନ୍ନ ଅଳଙ୍କାର କାଢ଼ି ଦେଇ ତଳେ ଫିଙ୍ଗି ଦେଇଥାନ୍ତି। କୁମତି କସି କୁବେଶ ତା ଭାବି ଅନହିବା ତୁ ସୁଚା ଜନୁ ଭାବି ଯାଇ ନିକଟ ନୃପକହ ମୃଦୁବାନୀ ପ୍ରାଣ ପ୍ରିୟା କେହି ହେ ତୁରି ସାନି। ଦୁର୍ବୃତ୍ତ କୈକେୟୀଙ୍କୁ ସେହି କୁବେଶ କିପରି ଶୋଭା ପାଉଥାଏ ଜାଣନ୍ତୁ ତାହା ତାଙ୍କ ଭାବି ବୈଧବ୍ୟର ସୂଚନା ଦେଉଥାଏ। ରାଜା ତାଙ୍କ ପାଖକୁ ଯାଇ କୋମଳ କଣ୍ଠରେ କହିଲେ, ହେ ପ୍ରାଣପ୍ରିୟ, ରୁଷିଛ କାହିଁକି? କେହି ହେ ତୁରାନୀ ରିସାନି ପରସ ପାନି ପତିହୀନେ ୱରଇ ମାନ ସରସ ଭୁବଂଶ ଭାମିନୀ বিষম ভান্তি বিহারই।
କର୍ମସ୍ଥାନ ଖୋଜୁଥିଲା। ତୁଳସୀ ଦାସ କହୁଛନ୍ତି, ଅଦୃଷ୍ଟର ବଶ ହୋଇ ରାଜା ଦଶରଥ ଭାବୁଥାନ୍ତି, ଏହା ହେଉଛି କନ୍ଦର୍ପର କ୍ରୀଡ଼ା। ବାର ବାର କରାଉ ସୁମୁଖୀ ସୁଲୋଚନୀ ପିକବଚନୀ, କାରଣ ମୋହି ଶୁଣାଉ ଜଗଗାମିନୀ ନିଜ କୋପକର। ରାଜା ବାରମ୍ବାର କହୁଥାନ୍ତି, ହେ ସୁମୁଖୀ, ହେ ସୁଲୋଚନା, ହେ କୋକିଳ ଭାସିଣୀ, ହେ ଗଜଗାମିନୀ, ମୋତେ ତୁମ କ୍ରୋଧର କାରଣ। ବନ୍ଧୁମାନେ, ଆଜି ପାଇଁ ଏତିକି। ପୁଣି ସାକ୍ଷାତ ହେବ ଆଗାମୀ ଅଧ୍ୟାୟରେ। ଭୀମ ଚାପିରଣୁ ଭଙ୍ଗ ମୁନିର ବିମତି ଭ୍ରମ, ଯଦି ଶୁଦ୍ଧମ ଶୁଦ୍ଧବା ମମ ଦୋଷ ନ ବିଦ୍ୟତେ, ମମ ଦୋଷ ନ ବିଦ୍ୟତେ, ମମ ଦୋଷ ନ